লিখনের কাহিনী আজির গল্প ছোটকু নমণ হীন। ଯିଏ ଯେତେ ଛୋଟ ହେଲେ ମଧ୍ୟ ତାକୁ ହୀନ ଅସହାୟ ମନେ କରିବା ଠିକ୍ ନୁହେଁ। ଛୋଟ ହେଲେ କ'ଣ ହେବ, ତାଠାରୁ ବି କିଛି ଶିଖିବାର ଥାଇପାରେ। କାହାର ଆକାରକୁ ନୁହେଁ, ବରଂ ତା'ର ବିଚାର ବୁଦ୍ଧିକୁ ବିବେଚନା କରି ତାକୁ ତଉଲିବା ଦରକାର। ବଣର ରାଜା ସିଂହ, ସେ ସାହସୀ ଓ ବଳୁଆ। ତାକୁ ସମସ୍ତେ ମାନନ୍ତି, ଭୟ ବି କରନ୍ତି। ଥରେ ସିଂହ ଗଛ ଛାଇରେ ଆରାମରେ ଶୋଇ ଘୁଙ୍ଗୁଡ଼ି ମାରୁଥାଏ। ମୂଷା ଛୁଆଟିଏ ବୁଲୁ ବୁଲୁ ସିଂହ ଉପରକୁ ଚଢ଼ିଗଲା। ତା ପିଠିରେ ନାଚିଲା, କୁଦିଲା, ମନ ଖୁସିରେ ଖେଳିଲା। ସିଂହର ନିଜ ଚେଁକିନା ଭାଙ୍ଗିଗଲା। ସେ ରାଗରେ କୁଆଟ ଛାଡ଼ି ଆଖି ତରାଟି କହିଲା, କିଏ ଆରେ ତୁ? ତୋର ଏତେ ସାହସ? ମୋ ପିଠିକୁ କ'ଣ ଖେଳ ପଡ଼ିଆ ଭାବିଲୁ? ଆଜି ତୋର ନିସ୍ତାର ନାହିଁ, ତୋତେ ଜଳଖିଆ କରିବି। ମୂଷା ଡରରେ ଛାନିଆ ହୋଇ ପଡ଼ିଲା। କାନ୍ଦି ହାତ ଯୋଡ଼ି ନେହୁରା ହୋଇ କହିଲା, ଆପଣ କେତେ ବଡ଼ ରାଜା ପରିକା, ମୁଁ ତ ଏଡ଼େ ବୋକେଟା। ମୋତେ ଖାଇଲେ ଆପଣଙ୍କ ପେଟ ପୁରିବନି। ମୁଁ ଆପଣଙ୍କ କୋଳେ ବି ହେବିନି। ମୋତେ ଛାଡ଼ି ଦିଅନ୍ତୁ। ଦିନେ ନା ଦିନେ ଆପଣଙ୍କ ଉପକାର କରିବି। ସିଂହ ଦୟାକରି ମୂଷାକୁ ଛାଡ଼ିଦେଲା। କିଛି ଦିନ ବିତିଗଲା। ଦିନେ ସିଂହ ବଣରେ ବୁଲୁ ବୁଲୁ ଶିକାରୀ ଫାଶରେ ପଡ଼ିଗଲା। ଯେତେ ଚେଷ୍ଟା କଲେ ମଧ୍ୟ ମୁକୁଳି ପାରିଲା ନାହିଁ। ଜୋରରେ ଗର୍ଜନ ତର୍ଜନ କଲା। ସେଇ ବାଟରେ ମୂଷା ଯାଉଥିଲା। ଫାଶରେ ପଡ଼ିଥିବା ସିଂହକୁ ଦେଖି କହିଲା, ମହାରାଜ ଧୈର୍ଯ୍ୟ ଧରନ୍ତୁ, ମୁଁ ଆପଣଙ୍କୁ ମୁକୁଳାଇ ଦେବି। ମୋ ମୁନିଆ ଦାନ୍ତରେ ଫାଶକୁ କାଟି ଟିକ୍ ଟିକ୍ କରିଦେବି। ସଙ୍ଗେ ସଙ୍ଗେ ମୂଷା ତା କାମରେ ଲାଗିଗଲା। ସିଂହ ମୁକୁଳି ହାଇ ମାରି ଅଳସ ଛାଡ଼ିଲା। ମୂଷାକୁ ପିଠିରେ ବସାଇ ବଣଯାକ ବୁଲିଲା। ସିଂହ ମନେ ମନେ ଭାବିଲା, ବଡ଼ ବଡ଼ିଆ ଠିକ୍ କହିଛନ୍ତି, ଛୋଟକୁ ନମଣ ହୀନ, ଛୋଟ ପାଖେ ଥାଏ ଅନେକ ଗୁଣ। ଦର୍ଶକ ବନ୍ଧୁ, କ୍ଷୁଦ୍ର ଗଳ୍ପ ସାହାଯ୍ୟରେ ଆପଣମାନଙ୍କୁ ଏଣ୍ଟରଟେନମେଣ୍ଟ କରିବା ଏହା ମୋର ଛୋଟିଆ ପ୍ରୟାସ। ଯଦି କୌଣସି ଉଚ୍ଚାରଣରେ ଭୁଲ ଥାଏ ତାହେଲେ ମୋତେ କ୍ଷମା କରିଦେବେ। ଲେଖନୀରେ କାହାଣୀ ଗଳ୍ପଟି ଆପଣମାନଙ୍କୁ ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ, ସେୟାର କରିଦିଅନ୍ତୁ ଏବଂ ଗଳ୍ପଟି ଭଲ ଲାଗିଥିଲେ କିମ୍ବା ଖରାପ ଲାଗିଥିଲେ ଆପଣମାନେ କମେଣ୍ଟ ଦ୍ୱାରା ଆମକୁ ଜଣାନ୍ତୁ। ଆପଣମାନଙ୍କର କମେଣ୍ଟ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଦର୍ଶକ ବନ୍ଧୁ, ଏମିତି ଭଲ ଭଲ ଗଳ୍ପ ଶୁଣିବାକୁ ଚାହୁଁଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ, ଯାହାଫଳରେ ଭିଡ଼ିଓର ପ୍ରଥମ ନୋଟିଫିକେସନ ଆପଣ ପାଇପାରିବେ। ଦର୍ଶକ ବନ୍ଧୁ, ପୁଣି ଆଉ ଥରେ ଦେଖା ହେବ ଲେଖନୀର କାହାଣୀରେ ଆଉ ଗୋଟେ ଅଧ୍ୟାୟରେ। ସେ ପର୍ଯ୍ୟନ୍ତ ରହୁଛି, ନମସ୍କାର।